ଆସିଥିବା ଆମମାନଙ୍କ ମଧ୍ୟରେ ଉପସ୍ଥିତ ସୁରେଶ ପାସପୁରେଣୀଙ୍କୁ ମଧ୍ୟ ଧନ୍ୟବାଦ ଦିଏ। ତତ୍ସଙ୍ଗେ ସଙ୍ଗେ ଗ୍ରାମର ସମସ୍ତ ଭଦ୍ର ବ୍ୟକ୍ତିମାନଙ୍କୁ ଆମେ ଅନୁରୋଧ କରୁଅଛୁ ଏହି ବୈଠକରେ ସହଯୋଗ କରିଥିବା ଯୋଗୁଁ ତାଙ୍କର ବହୁମୂଲ୍ୟ ସମୟ ଦେଇ ଆମମାନଙ୍କ ଗହଣରେ ଉପସ୍ଥିତ ଅଛନ୍ତି, ତେଣୁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଅଛି। ବର୍ତ୍ତମାନ ଆମେ ଏହି ମିଟିଂ କରିବାର ମୁଖ୍ୟ ଉଦ୍ଦେଶ୍ୟ କ'ଣ ଅଛି, କାହିଁକି କରାଯାଉଅଛି, କେଉଁ ଉଦ୍ଦେଶ୍ୟରେ କରାଯାଉଅଛି, ଆମେ ଏହା କିଞ୍ଚିତ ପରିମାଣରେ ଆମେ ଆଲୋଚନା କରିବା ବୋଲି ଇଚ୍ଛା କରୁଅଛୁ। ଏହି ପୂର୍ବରୁ ମୁଁ ଆମ ଗ୍ରାମର ଭଦ୍ର ବ୍ୟକ୍ତିମାନଙ୍କୁ ଅନୁରୋଧ କରୁଅଛି, ଗ୍ରାମର ବିଷୟରେ କିଛି ଯଦି ଭଲ ମନ୍ଦ ବିଷୟରେ କିଛି ଉପସ୍ଥାପନା କରିବେ ବୋଲି ମୁଁ ଅନୁରୋଧ କରୁଅଛି। ତେଣୁ ମୁଁ ଆମ ଗ୍ରାମର ପୋଷ୍ଟମାଷ୍ଟର ନନାଙ୍କୁ ଅନୁରୋଧ କରୁଅଛି, କିଛି ଯଦି ଗ୍ରାମର ପିଲାମାନଙ୍କ ଉଦ୍ଦେଶ୍ୟରେ ଆଉ ଗ୍ରାମର ଉନ୍ନତିକରଣ ଉଦ୍ଦେଶ୍ୟରେ କିଛି କହିବେ ବୋଲି ମୁଁ ତାଙ୍କୁ ଅନୁରୋଧ କରୁଅଛି। ବଡ଼ ବାସୁଆସିନା ଦିଆ ଅଛି ରେ ଆଜ୍ଞା କହିବ ଫଟମଳ ଆଜ୍ଞା କହିବ ଏଠି ଯୋଉଟା କ'ଣ ହଉଛି ସେ ଫଟମଳ ଆଜ୍ଞା पोटुमा सो काईटा एवढं क्वात बोला मी चुकी आहे तो मोकोई माइका सो बोलती आते काईटा मीठा क्या रहते सही टक अरे बस को नहीं अरे अरे दिलू 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 बड़ पेटा बाबी निको काढा लपते हमके काय के साथ वो बोलाता है रहता है को मुंड बड़ा ताका सुआओ के पठाए थे समस्त भद्र व्यक्तिଙ୍କୁ ମୋର वो ନମସ୍କାର। काटा ले ले हमके काय के बोलाई थे रहता है ନମସ୍କାର ବାପାମାନଙ୍କୁ ମଧ୍ୟ ନମସ୍କାର, ଛୋଟ ଛୋଟ ପିଲାମାନଙ୍କୁ ମୋର ଆଶୀର୍ବାଦ। ଏଠି ସମସ୍ତଙ୍କୁ ମୋର ଅନୁରୋଧ, ଯେତେ ସବୁ ଶିକ୍ଷିତ ଅଶିକ୍ଷିତ ମା ମାନେ ବାପା ମାନେ ଆଉ जो यूथ भेंडिया पिलाମାନେ ସମସ୍ତଙ୍କୁ ମୋର ଅନୁରୋଧ, ସମସ୍ତେ ଦୟାକରି ଉପସ୍ଥିତ ରହିବେ। ଆଉ ଏ ଜିନିଷ ହେଉଛି କ'ଣ, ଆମ ଗାଁ କେମିତି ଉନ୍ନତି ହେବ, ଆମ ଗାଁର ପିଲାମାନେ କେମିତି ଉନ୍ନତି ହେବେ, ଭବିଷ୍ୟତରେ କେମିତି ଉନ୍ନତି ହେବେ, ଏଥିପାଇଁ ଆଉ ସୁରେଶ ଆଉ ଶଙ୍କର ଦୁଇ ଲୋକ ଏ ବିଷୟ